ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 5 ଅଧ୍ୟାୟ 17ରୁ 20 ପଦ ପର୍ଯ୍ୟନ୍ତ। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଭାବ ନାହିଁ ଯେ ମୁଁ ବିଧିବିଧାନ ଅବା ପ୍ରବକ୍ତାମାନଙ୍କର ଭାବବାଣୀ ଲୋପ କରିବାକୁ ଆସିଅଛି। ମୁଁ ସେସବୁ ଲୋପ କରିବାକୁ ନୁହେଁ, ବରଂ ପୂର୍ଣ୍ଣ କରିବାକୁ ଆସିଛି। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ ପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ବିଷୟ ନ ଘଟିବା ଯାଏ ବ୍ୟବସ୍ଥାର ଗୋଟିଏ ମାତ୍ରା କିମ୍ବା ବିନ୍ଦୁ ସୁଦ୍ଧା ବିଲୁପ୍ତ ହେବ ନାହିଁ। ଅତଏବ ଯିଏ ଏହି ଆଜ୍ଞାମାନଙ୍କ ମଧ୍ୟରୁ କୌଣସି କ୍ଷୁଦ୍ରତମ ଆଜ୍ଞା ଲଙ୍ଘନ କରେ, ସେ ଅନ୍ୟମାନଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ନଗଣ୍ୟ ବୋଲି ପରିଗଣିତ ହେବ। କିନ୍ତୁ ଯେ କେହି ସେ ସମସ୍ତ ପାଳନ କରେ ଓ ସେ ସବୁକୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ବିବେଚିତ ହେବ। ତେଣୁ ମୁଁ ତୁମମାନଙ୍କୁ କହୁଛି, ତୁମମାନଙ୍କର ଧାର୍ମିକତା ଧର୍ମଶାସ୍ତ୍ରୀ ଓ ଫାରୁସୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କଦାପି ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ବିଧିବିଧାନ ଆଉ ପ୍ରବକ୍ତାମାନଙ୍କର ବାଣୀ ସମ୍ବନ୍ଧରେ କଥା କହୁଅଛନ୍ତି। ପୁରାତନ ବିଧାନରେ ପ୍ରଭୁ ପିତା ପରମେଶ୍ୱର ବିଶେଷ କରି ପ୍ରତିଜ୍ଞା କଲେ, ପୁତ୍ର ପରମେଶ୍ୱରଙ୍କ ବିଷୟରେ ପ୍ରତିଜ୍ଞା କଲେ, ଆଉ ସେ ଇସ୍ରାଏଲ ଗୋଷ୍ଠୀକୁ ଶିକ୍ଷା ଦେଲେ, ତାହାଙ୍କୁ ଶାସନ କଲେ, ତାହାଙ୍କୁ ଅନୁଶାସନ କଲେ ଆଉ ତାହାକୁ ଶୃଙ୍ଖଳିତ କଲେ, ଯେପରି ଏମାନେ ନୂତନ ବିଧାନ ପାଇଁ ପ୍ରସ୍ତୁତ ହେବେ। ସେଥିପାଇଁ ଏହି ଯିହୁଦୀମାନେ ପ୍ରଭୁ ଆଉ ନିଜ ଲୋକଙ୍କୁ ମାନିବା ପାଇଁ ସେମାନେ ଶିଖେଇଲେ। ତେଣୁ ପ୍ରଭୁ ଯେଉଁ 10 ଆଜ୍ଞା ମୋଶେଙ୍କୁ ଦେଇଥିଲେ, ସେହି ଆଜ୍ଞାକୁ ସେମାନେ ବୃଦ୍ଧି କରି ବିଶେଷ କରି ତୋରାରେ ମୋଶେଙ୍କର ପ୍ରଥମ 5ଟି ଧର୍ମ ପୁସ୍ତକରେ ସେଗୁଡ଼ାକ ଗଣି ସେମାନେ 613ଟି ଆଜ୍ଞା କଲେ। 13ଟି ଆଜ୍ଞା କରି ସେମାନେ ପ୍ରଥମ ଆଜ୍ଞା, ଦ୍ୱିତୀୟ ଆଜ୍ଞା ବା ଶ୍ରେଷ୍ଠ ଆଜ୍ଞା ସେମାନେ ଖୋଜନ୍ତି। ତେଣୁ ସେମାନେ ଶ୍ରେଷ୍ଠ ଆଜ୍ଞାକୁ ଜାଣନ୍ତି। ଶ୍ରେଷ୍ଠ ଆଜ୍ଞା ହେଉଛି ପ୍ରଭୁଙ୍କୁ ପ୍ରେମ କରିବା, ଆଉ ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି ପ୍ରତିବାସୀଙ୍କୁ ପ୍ରେମ କରିବା, ଆତ୍ମବତ୍ ପ୍ରେମ କରିବା ପାଇଁ ପ୍ରଭୁ ଏମାନଙ୍କୁ କହିଲେ। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ମୁଁ ପୁରାତନ ବିଧାନକୁ ଲୋପ କରିବା ପାଇଁ ଆସିନାହିଁ, ମୁଁ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ଆସିଅଛି। ବିଧିବିଧାନ, ପୁରାତନ ବିଧିବିଧାନ ଆଉ ପ୍ରବକ୍ତାମାନଙ୍କର ବାଣୀକୁ ମୁଁ ପରିପୂର୍ଣ୍ଣ କରିବା ପାଇଁ ଆସିଅଛି। କାରଣ ପିତା ପରମେଶ୍ୱର ଯାହା ବିଧିବିଧାନ ଦେଇଛନ୍ତି ଆଉ ଯାହା ପ୍ରତିଜ୍ଞା କରିଛନ୍ତି ପ୍ରବକ୍ତାମାନଙ୍କ ଦ୍ୱାରା, ସେସବୁକୁ ସେ ପରିପୂର୍ଣ୍ଣ କରିବା ପାଇଁ ଆସିଅଛନ୍ତି। ତେଣୁ ରୋମୀୟ 10:4ରେ ଆମେ ପଢ଼ୁ ଯେ ଯୀଶୁଖ୍ରୀଷ୍ଟ ହେଉଛନ୍ତି ବିଧିବିଧାନର ପରିପୂର୍ଣ୍ଣତା। ସେ ପରିପୂର୍ଣ୍ଣ କରୁଛନ୍ତି। ଯାହା ପରିପୂର୍ଣ୍ଣ ହୋଇନାହିଁ ପୁରାତନ ବିଧାନରେ, ତାହାକୁ ସେ ପରିପୂର୍ଣ୍ଣ କରୁଛନ୍ତି। କାରଣ ସେ ହିଁ ବିଧିବିଧାନ, ଯୀଶୁଖ୍ରୀଷ୍ଟ ହିଁ ବିଧିବିଧାନ। ତେଣୁ ସେ କହୁଛନ୍ତି ଯେ ଯାହା ଲେଖାଯାଇଛି ସେଗୁଡ଼ାକ ଠିକରେ ଶିକ୍ଷା ଦିଅ, ଗୋଟିଏ ମାତ୍ରା କିମ୍ବା ବିନ୍ଦୁ ମଧ୍ୟ ବିଲୁପ୍ତ ହେବ ନାହିଁ। ସବୁ ପରିପୂର୍ଣ୍ଣ ହେବ ସ୍ୱର୍ଗରାଜ୍ୟରେ, ଏହି ପୃଥିବୀରେ ସବୁ ପରିପୂର୍ଣ୍ଣ ହେବ। ତେଣୁ ଯେଉଁମାନେ ସେସବୁକୁ ବିଲୁପ୍ତ କରନ୍ତି, ସେମାନେ ନଗଣ୍ୟ ବୋଲି ସ୍ୱର୍ଗରାଜ୍ୟରେ ଗଣିତ ହେବେ। କିନ୍ତୁ ଯେ କେହି ସେ ଆଜ୍ଞାଗୁଡ଼ିକୁ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ହେବ। ତେଣୁ ସେମାନଙ୍କୁ ଚେତନା ଦେଇ କହୁଛନ୍ତି, ତୁମର ଧାର୍ମିକତା ଧର୍ମଶାସ୍ତ୍ରୀ ଓ ଫାରୁସୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ହେବା ଦରକାର। ଧର୍ମଶାସ୍ତ୍ରୀମାନେ, ଫାରିସୀମାନେ ଅର୍ଥାତ୍ ଏହି ଦୁଇ ଗୋଷ୍ଠୀ, ସେମାନେ ଠିକ୍ ଶିକ୍ଷା ଦେଉନାହାନ୍ତି। ଧର୍ମଶାସ୍ତ୍ରୀମାନେ ଶାସ୍ତ୍ର ଅନୁସାରେ ଶିକ୍ଷା ଦେବା କଥା, ଫାରୁସୀମାନେ ପବିତ୍ରତାର ସହିତ ପାଳନ କରିବା କଥା।
ସେଥିପାଇଁ ଏମାନେ ଏଗୁଡ଼ାକ କରୁନାହାନ୍ତି। ସେଥିପାଇଁ ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଆଉ ଯେଉଁମାନେ ଧର୍ମଶାସ୍ତ୍ରୀମାନଙ୍କ ଠାରୁ ଆଉ ଫାରୁସୀମାନଙ୍କ ଠାରୁ ଅଧିକ ଧାର୍ମିକ ହେବେ, କେବଳ ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। କାରଣ ଏହି ଦୁଇ ଗୋଷ୍ଠୀ କପଟିର କାର୍ଯ୍ୟ କରନ୍ତି। ସଚ୍ଚୋଟତା ନାହିଁ ଏମାନଙ୍କର, ବିଶ୍ୱାସ ନାହିଁ ଏମାନଙ୍କର, ବିଶ୍ୱସ୍ତତା ଏମାନଙ୍କର ନାହିଁ। ସେଥିପାଇଁ ଏମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ତେଣୁ ଯୀଶୁଙ୍କର ଶିଷ୍ୟମାନେ ବା ଶିଷ୍ୟାମାନେ ସବୁ ବିଧିବିଧାନ ପାଳନ କରିବା ଦରକାର। ଆଉ ଫାରୁସୀ ଆଉ ଧର୍ମଶାସ୍ତ୍ରୀମାନଙ୍କ ଠାରୁ ଅଧିକ ଧାର୍ମିକ ହେବା ଦରକାର। ତାହେଲେ ସେମାନେ ସ୍ୱର୍ଗ ରାଜ୍ୟରେ ମହାନ ହେବେ।